ଯେଉଁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଅପେକ୍ଷା କରିଥିଲେ ତ ସେମାନଙ୍କର ନାମ ଡ୍ରାଫ୍ଟ ଲିଷ୍ଟରେ ଆସିଛି। ତ ସେମାନେ ଜାଣିବା ପାଇଁ ଚାହାନ୍ତି ୱାର୍କ ଅର୍ଡର ଆସିବାର କେତେ ଦିନ ପରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିବ। ଏହାକୁ ନେଇ ଅନେକ ସାରା ହିତାଧିକାରୀ ମଧ୍ୟ ପୂର୍ବ ଭିଡ଼ିଓରେ କମେଣ୍ଟ କରିକି ଜଣାଇଥିଲେ ଏଥର ଆବାସ ଘର ଯୋଜନାରେ ପ୍ରଥମ କିସ୍ତିରେ ଆପଣମାନଙ୍କୁ କେତେ ଟଙ୍କା ମିଳିବା ପାଇଁ ଯାଉଛି। ଏଥର ଆପଣମାନଙ୍କୁ 40,000 ଟଙ୍କା ମିଳିବ ନା 60,000 ଟଙ୍କା ମିଳିବ, ଆପଣଙ୍କର ବି ପ୍ରଶ୍ନ ରହିଥିବ। ତ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କର ସବୁ ଡାଉଟ୍ କ୍ଲିୟର କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କ'ଣ ନୂଆ ଅପଡେଟ୍ ରହିଛି ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇବା ସହିତ ଆପଣମାନଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଟଙ୍କା ଯେମିତି କୌଣସି ଅସୁବିଧା ବିନା ଆପଣଙ୍କ ବ୍ୟାଙ୍କ ଖାତାରେ ପହଞ୍ଚି ପାରିବ, ତ ତା ବିଷୟରେ ଆପଣ ମଧ୍ୟ ସୂଚନା ଜାଣିବାକୁ ପାଇବେ। ତ ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ନୋଟିଫିକେସନଟିକୁ ଅନ୍ କରିବାକୁ ଜମା ବି ଭୁଲିବେନି। ପ୍ରଥମେ ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଚାହିଁବି ଯେ ତ ବର୍ତ୍ତମାନ ଯେଉଁ ପଞ୍ଚାୟତରେ ଅଧିକାରୀମାନେ ରହିଛନ୍ତି, ବ୍ଲକରେ ଯେଉଁ ଅଧିକାରୀମାନେ ରହିଛନ୍ତି ସେମାନେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ଘରକୁ ଘର ଯାଇ। ତ ଆପଣମାନଙ୍କର କିଛିଟା ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି, ସେ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଇଗଲା ପରେ ଆପଣମାନଙ୍କୁ ୱାର୍କ ଅର୍ଡର ମିଳିବ। ୱାର୍କ ଅର୍ଡର ମିଳିବା ପରେ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଯୋଜନାର ପ୍ରଥମ କିସ୍ତି ଟଙ୍କା ଆପଣମାନଙ୍କର ବ୍ୟାଙ୍କ ଖାତାକୁ ଆସିବ। ଅଧିକାରୀମାନଙ୍କ ଦ୍ୱାରା ଯେଉଁ ପ୍ରକ୍ରିୟା ଗୁଡ଼ିକ ରହିଛି ତାହା ସମ୍ପୂର୍ଣ୍ଣ ହେଲା ପରେ ଆପଣମାନଙ୍କୁ କିସ୍ତି ଟଙ୍କା ମିଳିବ। ତ ଆପଣମାନେ ଏହି କିସ୍ତି ଟଙ୍କା ପାଇବା ପୂର୍ବରୁ ଆପଣମାନଙ୍କୁ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟ ମଧ୍ୟ କରିବାର ଅଛି। ଆପଣ ମଧ୍ୟ ଚେକ୍ କରିବା ନିହାତି ଜରୁରୀ। ପ୍ରଥମେ ତ ମୁଁ କହିବି ସରକାରଙ୍କ ତରଫରୁ ଯେଉଁ ଭେରିଫିକେସନ୍ କରାଯାଉଛି ଅଧିକାରୀମାନଙ୍କ ଦ୍ୱାରା, ସେ ଭେରିଫିକେସନରେ ଆପଣମାନେ ଯୋଗ୍ୟତା ମାନଦଣ୍ଡ ଗୁଡ଼ିକ ପୂରଣ କରୁଥିବା ନିହାତି ଜରୁରୀ। ଯେଉଁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଜନାର ଯେଉଁ ଯୋଗ୍ୟତା ମାନଦଣ୍ଡ ଗୁଡ଼ିକ ଅଛି ସେ ଯୋଗ୍ୟତା ମାନଦଣ୍ଡ ଭିତରେ ଆସୁଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କିସ୍ତି ଟଙ୍କା ମିଳିପାରିବ। ସରକାରଙ୍କ ତରଫରୁ ଯେଉଁ ପ୍ରକ୍ରିୟା ଗୁଡ଼ିକ ରହିଛି ତାହା ସମ୍ପୂର୍ଣ୍ଣ ହେଲା ପରେ ତ ପ୍ରଥମ କିସ୍ତି ଟଙ୍କା ଆପଣମାନଙ୍କର ବ୍ୟାଙ୍କ ଖାତାକୁ ଆସିବ। ତ ଏଥର ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 1,20,000 ଟଙ୍କା ବଦଳରେ ଆପଣମାନଙ୍କୁ 1,80,000 ଟଙ୍କା ମିଳିବ ବୋଲି ସରକାରଙ୍କ ତରଫରୁ ଯାହା ଘୋଷଣା କରାଯାଇଥିଲା। ଯଦି ଆପଣମାନଙ୍କୁ ଏଥର 1,80,000 ଟଙ୍କା ଘର କରିବା ପାଇଁ ମିଳିବ ତାହେଲେ ପ୍ରଥମ କିସ୍ତି ଟଙ୍କା ଆପଣମାନେ 60,000 ଟଙ୍କା ପାଇବା ପାଇଁ ଯାଉଛନ୍ତି। ପୂର୍ବରୁ ଆପଣମାନଙ୍କୁ 1,20,000 ଟଙ୍କା ମିଳୁଥିଲା, ଯାହାଫଳରେ ପ୍ରଥମ କିସ୍ତି ଆପଣମାନଙ୍କୁ 40,000 ଟଙ୍କା ମିଳୁଥିଲା। ତାପରେ ଅଧିକାରୀମାନେ ଆପଣଙ୍କ ଘରକୁ ଯିବେ। ଘରକୁ ଗଲା ପରେ ଆପଣମାନଙ୍କର ଯେଉଁ ଫାଇନାଲ ଭେରିଫିକେସନ୍ ରହିଛି, ଫାଇନାଲ ଭେରିଫିକେସନ୍ ସମ୍ପାଦନ କରିଥିବା ନିହାତି ଜରୁରୀ। ଫାଇନାଲ ଭେରିଫିକେସନରେ ଆପଣମାନଙ୍କର କ'ଣ କ'ଣ ସବୁ ଭେରିଫିକେସନ୍ କରାଯିବ, ତ ଯେମିତିକି ଆପଣମାନଙ୍କର ପକ୍କା ଘର ଅଛି ନା ମାଟି ଘର ଅଛି ସେଇଟା ସର୍ଭେ ପ୍ରଥମେ ଦେଖାଯିବ। ତାପରେ ଆପଣମାନଙ୍କର ଘରର ସଦସ୍ୟ ସଂଖ୍ୟା କେତେ ଅଛନ୍ତି ସେଇଟା ଦେଖାଯିବ। ତାପରେ ଆପଣମାନଙ୍କର ପାଖରେ ରାସନ କାର୍ଡ଼ ଅଛି କି ନାହିଁ ସେଇଟା ଆପଣମାନଙ୍କର ଦେଖାଯିବ। ରାସନ କାର୍ଡ଼ରେ ଆପଣ ସଂଯୋଗ ଅଛନ୍ତି କି ଅଲଗା ଅଲଗା ଆପଣମାନଙ୍କର ରାସନ କାର୍ଡ଼ ଅଛି ସେଇଟା ମଧ୍ୟ ଚେକ୍ କରିବେ। ତାପରେ ଆପଣମାନଙ୍କର ଡକୁମେଣ୍ଟସ୍ ଗୁଡ଼ିକ ଚେକ୍ କରିବେ। ତାପରେ ଆପଣମାନଙ୍କର ବାର୍ଷିକ ଆୟ ମଧ୍ୟ ଚେକ୍ କରାଯିବ। ତାପରେ ଆପଣମାନଙ୍କର ଘରୋଇ ଇନଷ୍ଟ୍ରୁମେଣ୍ଟ ସବୁ କ'ଣ ରହିଛି ସେଗୁଡ଼ିକ ଆପଣମାନଙ୍କର ଯୋଗ୍ୟତା ମାନଦଣ୍ଡ ଭିତରେ ଆସୁଛନ୍ତି କି ନାହିଁ ସେଗୁଡ଼ିକ ମଧ୍ୟ ଚେକ୍ କରାଯିବ। ଇଏ ସବୁ ଚେକ୍ ହେଇଗଲା ପରେ ଆପଣମାନଙ୍କର ପ୍ରଥମ ପ୍ରକ୍ରିୟାଟି ଆପଣମାନଙ୍କର କମ୍ପ୍ଲିଟ୍ ହେଇଯିବ। ତାପରେ ଆପଣମାନଙ୍କର ନାମ ହିତାଧିକାରୀ ତାଲିକାରେ ଅଛି କି ନାହିଁ ଥରେ ଆପଣମାନେ ଚେକ୍ କରିବେ। ଆପଣ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ଆବେଦନ କରିଛନ୍ତି ତାହେଲେ ଆପଣମାନେ PMAYG ଅଫିସିଆଲି ୱେବସାଇଟ୍କୁ ଯାଇ ଆପଣମାନେ ଏହି ହିତାଧିକାରୀ ତାଲିକା ଦେଖିପାରିବେ ଆପଣମାନଙ୍କର ନାମ ଅଛି କି ନାହିଁ। ଯଦି ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀରେ ଆବେଦନ କରିଛନ୍ତି ତାହେଲେ ଆପଣମାନେ PMAYU ରେ ଅଫିସିଆଲି ୱେବସାଇଟ୍ରେ ଯାଇ ଆପଣମାନଙ୍କର ନାମ ଦେଖିବେ ହିତାଧିକାରୀ ତାଲିକାରେ ଅଛି କି ନାହିଁ। ଯଦି ଆପଣମାନଙ୍କର ନାମ ହିତାଧିକାରୀ ତାଲିକାରେ ଅଛି ତାହେଲେ ଆପଣମାନେ କନଫର୍ମ ହେଇଯିବେ ଯେ
ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିବ। ପ୍ରଥମ ପ୍ରକ୍ରିୟାରେ ଆପଣମାନଙ୍କର ଫିଲ୍ଡ ଭେରିଫିକେସନ୍ କମ୍ପ୍ଲିଟ୍ ହୋଇଥିବା ଦରକାର। ଦ୍ୱିତୀୟରେ ଆପଣମାନଙ୍କର ହିତାଧିକାରୀ ତାଲିକାରେ ଆପଣମାନଙ୍କର ନାମ ଥିବା ଜରୁରୀ। ତାପରେ ଟଙ୍କା ମିଳିବାର ଯେଉଁ ପ୍ରକ୍ରିୟା ରହିଛି ଆପଣମାନଙ୍କର ଆଧାର କାର୍ଡ଼ ସହିତ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ରହିଥିବା ସହିତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ସକ୍ରିୟ ନିତ୍ୟାନ୍ତ ଜରୁରୀ। ଏଇଟା ଆପଣମାନଙ୍କର ଭେରିଫାଏ ହେଇଗଲା ପରେ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯେଉଁ କିସ୍ତି ଟଙ୍କା ମିଳିବା ପାଇଁ ପେମେଣ୍ଟ ପଠେଇବା ପଦ୍ଧତିରେ ଆପଣମାନଙ୍କର ନାମ ଯୋଡ଼ି ହେଇଯିବ। ତାପରେ ଆପଣମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଟଙ୍କା ଆସିବ। ତାପରେ ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପୂର୍ବରୁ ଯେଉଁ ଡକୁମେଣ୍ଟସ୍ ଗୁଡ଼ିକ ଦେଇଥିଲେ ତ ସେଇ ଡକୁମେଣ୍ଟସ୍ ଗୁଡ଼ିକ ଆପଣଙ୍କ ପାଖରେ ଆଭେଲେବୁଲ୍ ରହିବା ନିହାତି ଜରୁରୀ। ତ କହିବାକୁ ଗଲେ ବ୍ୟାଙ୍କର ତଥ୍ୟ ଗୁଡ଼ିକ ଆଧାର କାର୍ଡ଼ରେ ଯେଉଁ ତଥ୍ୟ ଗୁଡ଼ିକ ରହିଛି ତାହା ସମ୍ପୂର୍ଣ୍ଣ ରୂପେ ମେଳ ଖାଉଥିବା ନିହାତି ଜରୁରୀ। ତ ଆପଣମାନଙ୍କର ଯେଉଁ ଡକୁମେଣ୍ଟସ୍ ଗୁଡ଼ିକ ରହିଛି ସେ ଡକୁମେଣ୍ଟସ୍ ଗୁଡ଼ିକର ଜନ୍ମ ତାରିଖ, ଆପଣମାନଙ୍କର ନାମ, ଠିକଣା, ଆପଣମାନଙ୍କର ପିତାଙ୍କ ନାମ, ତ ଆପଣମାନଙ୍କର ସ୍ୱାମୀଙ୍କ ନାମ, ଇଏ ସବୁ ସମ୍ପୂର୍ଣ୍ଣ ରୂପେ ଠିକ୍ ଠାକ୍ ରହିଥିବା ଦରକାର। ଯଦି ଆପଣମାନଙ୍କର କୌଣସି କାରଣବଶତଃ ଡାଟା ମିସମ୍ୟାଚ୍ ହେଉଛି ତାହେଲେ କିସ୍ତି ଟଙ୍କା ଆସିବାରେ ଆପଣମାନଙ୍କର ବିଳମ୍ବ ହେବ। ଆପଣମାନଙ୍କୁ ଅଫିସ ମଧ୍ୟ ଦୌଡ଼ିବାକୁ ପଡ଼ିବ, ବାରମ୍ବାର ଦୌଡ଼ିବା ପାଇଁ ପଡ଼ିବ। ପୂର୍ବରୁ ଆପଣମାନଙ୍କର ଯେଉଁ ଡକୁମେଣ୍ଟସ୍ ଗୁଡ଼ିକ ରହିଛି ଆଧାର କାର୍ଡ଼, ରାସନ କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ, ଏଥିରେ ଯେଉଁ ତଥ୍ୟ ଗୁଡ଼ିକ ରହିଛି ତାହା ଠିକ୍ ଠାକ୍ ରହିଥିବା ଦରକାର। ଯଦି ଆପଣମାନଙ୍କର ଆଧାର କାର୍ଡ଼ରେ କୌଣସି ଭୁଲ ଭାଲ ତଥ୍ୟ ରହିଛି ଆପଣମାନେ ତାହାକୁ ଅପଡେଟ୍ କରେଇ ନିଅନ୍ତୁ। କାରଣ ଆଧାର କାର୍ଡ଼ ସହିତ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ରହିଛି ସେଇ ବ୍ୟାଙ୍କ ଆକାଉଣ୍ଟକୁ ହିଁ ଆପଣମାନଙ୍କର ପ୍ରଥମ କିସ୍ତି ଟଙ୍କା ଆସିବ। ତାପରେ ଆପଣମାନଙ୍କର ଯେଉଁ ଜବ୍ କାର୍ଡ଼ ରହିଛି ସେ ଜବ୍ କାର୍ଡ଼ରେ ଆପଣମାନଙ୍କର EKYC ଅପଡେଟ୍ ରହିଥିବା ନିହାତି ଜରୁରୀ। ଯଦି ଆପଣମାନଙ୍କର ଜବ୍ କାର୍ଡ଼ରେ ଏପର୍ଯ୍ୟନ୍ତ ଆପଣ EKYC ସମ୍ପୂର୍ଣ୍ଣ କରିନାହାନ୍ତି, ପେଣ୍ଡିଂ ରହିଛି, ତାହେଲେ ଆପଣମାନେ ପଞ୍ଚାୟତ ଅଫିସକୁ ଯାଇ EKYC ଆପଣମାନେ ଦେଇ ଦିଅନ୍ତୁ। ଯାହାଫଳରେ EKYC ଆପଣମାନଙ୍କର କମ୍ପ୍ଲିଟ୍ ହେଇଯିବ, ଆପଣମାନଙ୍କର କୌଣସି ଅସୁବିଧା ହେବ ନାହିଁ। ତାପରେ ଆପଣମାନଙ୍କର PMAYG FTO ରେ ଆପ୍ରୁଭାଲ୍ ହୋଇଥିବା ନିହାତି ଜରୁରୀ। ଆପଣମାନଙ୍କର FTOକୁ ଚେକ୍ କରିବା ପାଇଁ ଆପଣମାନଙ୍କର ରେଜିଷ୍ଟ୍ରେସନ୍ ନମ୍ବରର ଆବଶ୍ୟକତା ପଡ଼ିବ। ତ ବର୍ତ୍ତମାନ ଆପଣ ଦେଖିପାରିବେନି, ତ କାହିଁକି ସରକାରଙ୍କ ତରଫରୁ ଏହାକୁ ନେଇ ଅପଡେଟ୍ କରାଯାଇ ନାହିଁ। ତ ଆପଣ ଷ୍ଟାଟସ୍ ଯେତେବେଳେ ଦେଖିବେ ଏହି FTO ପ୍ରୋସେସ୍ ମଧ୍ୟ ଆପଣଙ୍କର ପେଣ୍ଡିଂ ଅଛି କି ଆପ୍ରୁଭାଲ୍ ଅଛି ତାହା ମଧ୍ୟ ଆପଣ ଜାଣିପାରିବେ। ତ ବର୍ତ୍ତମାନ ଯେହେତୁ ସରକାରଙ୍କ ତରଫରୁ ପ୍ରକ୍ରିୟା ବର୍ତ୍ତମାନ ଚାଲିଛି, ଆପଣମାନେ ବର୍ତ୍ତମାନ ଦେଖିବାକୁ ପାଉଥିବେ ପ୍ରତ୍ୟେକ ପଞ୍ଚାୟତରେ ଆବାସ ଘର ଯୋଜନାକୁ ନେଇ ମିଟିଂ ଚାଲିଛି। ତ ମିଟିଂ ହେବାର ମୁଖ୍ୟ କାରଣ ରହିଛି କୌଣସି ଯୋଗ୍ୟ ହିତାଧିକାରୀ ଯେମିତି ବାଦ୍ ନ ପଡ଼ନ୍ତୁ।